ମୁଁ ଫିଲ୍ କରୁଛି ପ୍ରଥମ ଗୋଟେ ନୂଆ ମାଲିକ ହିସାବରେ ମାନେ ଆମେ ଯେତେବେଳେ ଗୋଟେ ଟିମ୍ କ୍ରିଏଟ୍ କରିବାକୁ ଚାହୁଁଛୁ ବହୁତ ଲୋକ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। କେହି ଆସିଲେ ବି ସୂର୍ଯ୍ୟବଂଶୀର କିମ୍ବା ସୂର୍ଯ୍ୟବଂଶୀ ପରିବାରର କିଛି କ୍ଷତି କରିପାରିବେ ନାହିଁ। କାରଣ ଆମେ କେଉଁ ପାର୍ଟିରୁ ଯେମିତି ବର୍ତ୍ତମାନ ଏବେ କଣ୍ଟ୍ରୋଭର୍ସି ଚାଲିଛି ଆମେ କେଉଁ ପାର୍ଟିରୁ କାହା କଳାକାରକୁ ଛଡ଼େଇ ଆଣିକି ଆମେ ପାର୍ଟି କରୁନୁ କିମ୍ବା କେଉଁ ପାର୍ଟିରେ କିଏ ଅଧା ଯାଏଁ କାମ କରୁଥିବ ସେମିତି କେଉଁ କଳାକାରକୁ ଆମେ ଚୁକ୍ତି କରିକି ନେଇ ଆସିନୁ କିମ୍ବା କିଏ ବର୍ଷେ ଏଗ୍ରିମେଣ୍ଟ କେଉଁଠି କରିଥିବେ ଆମେ ନେଇ ଆସୁ ଏମିତି କୌଣସି ଇଏରେ କରୁନୁ। ଆମେ ଦେଖିଲୁ ଯେଉଁ କଳାକାର ଆଭେଲେବୁଲ୍ ମାର୍କେଟରେ ଅଛନ୍ତି ଯାହାକୁ ନେଇ ଗୋଟେ ଭଲ ଦକ୍ଷ ଟିମ୍ କରିହେବ ଆମେ କାହାକୁ କ୍ଷତି ନ ପହଞ୍ଚେଇକି ଗୋଟେ ମାନେ କୁହନ୍ତିନି ଗୋଟେ ଭଲ ବାତାବରଣ କ୍ରିଏଟ୍ କରିକି ଆମେ ଆମ ଟିମ୍ଟାକୁ କ୍ରିଏଟ୍ କରୁଛୁ ଆମ ଟିମ୍ଟାକୁ ଗଢ଼ିଛୁ। କିନ୍ତୁ ବହୁତ ଲୋକ ବହୁତ କଥା କହିଛନ୍ତି ଆଜ୍ଞା ନୂଆ ପାର୍ଟି ହେଉଛି ବୋଲି ବହୁତ ନୂତନ ଯାତ୍ରା ବର୍ଷ 2026-27 ଆପଣମାନଙ୍କୁ ସାରା ଦର୍ଶକ ସମାଜକୁ ଓଡ଼ିଶାର ଦର୍ଶକ ଦେବତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଅପେରା ସୂର୍ଯ୍ୟବଂଶୀ ନୂଆ କରି ମୁଣ୍ଡ ଟେକିଛି ନୂଆ କରି ଜନ୍ମ ନେଇଛି ନୂଆ କରି ଠିଆ ହେଇଛି କହିଲେ ଅତୃପ୍ତି ହେବ ନାହିଁ। ଗୋଟିଏ କଥା କହିବି ଆମର ଅପେରା ସୂର୍ଯ୍ୟବଂଶୀକୁ ନେଇକି ଯେତିକି ଉତ୍ସାହିତ ଦର୍ଶକମାନେ ଅଛନ୍ତି ଆମେ ବି ସେତିକି ଉତ୍ସାହିତ ଅଛୁ ଦର୍ଶକମାନଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବା ପାଇଁ। ଆଉ ଆମେ ପ୍ରତିଶ୍ରୁତିବଦ୍ଧ କେବଳ ବେଲୁଡ଼ି ରେକର୍ଡ଼ ଡ୍ୟାନ୍ସରେ ନୁହଁ ନାଟକରେ ବି ଆମେ କୌଣସି ମାନେ ଗୋଟିଏ ମାନେ 19-20 ବି ଫରକ ରଖିବୁନି। ଚେଷ୍ଟା କରିବୁ ସବୁ ପାରାମିଟରକୁ ଆମେ କ୍ରସ୍ କରି କିମ୍ବା ସବୁ ପାରାମିଟରକୁ ଆମେ ଛୁଇଁକି ଦର୍ଶକମାନଙ୍କୁ କେମିତି 100% ଏଣ୍ଟରଟେନମେଣ୍ଟ ବା ମନୋରଞ୍ଜନ ଯୋଗାଇ ଦେବୁ। ବହୁତ କଳାକାର ଦକ୍ଷ କଳାକାର ମାନେ ଅଛନ୍ତି ଯେହେତୁ ଅପେରା ସୂର୍ଯ୍ୟବଂଶୀ କମ୍ପିଟିସନ୍ ପାଇଁ ପୁରା ପ୍ରିପେୟାର ହେଇକି ବାହାରୁଛି 2026-27 ପାଇଁ। ସାର୍ କମ୍ପିଟିସନ୍ ମୋଡ଼ ତ ମୁଁ କହିବିନି ମୁଁ କହିବି ଗୋଟେ ଦକ୍ଷ ଟିମ୍ ଏଇଥିପାଇଁ କାରଣ ବିନ୍ଦୁ ବିନ୍ଦୁରୁ ଯେମିତି ସିନ୍ଧୁ ହୁଏ ସେମିତି ଆମେ ଏମିତିଆ କଳାକାର ଚୁଜ୍ କରିଛୁ। ଗୋଟେ କଥା ଆପଣ ଭଲସେ ଭାବନ୍ତୁ ଆମେ କେଉଁ ପାର୍ଟିରୁ ଯେମିତି ବର୍ତ୍ତମାନ ଏବେ କଣ୍ଟ୍ରୋଭର୍ସି ଚାଲିଛି ଆମେ କେଉଁ ପାର୍ଟିରୁ କାହା କଳାକାରକୁ ଛଡ଼େଇ ଆଣିକି ଆମେ ପାର୍ଟି କରୁନୁ କିମ୍ବା କେଉଁ ପାର୍ଟିରେ କିଏ ଅଧା ଯାଏଁ କାମ କରୁଥିବ ସେମିତି କେଉଁ କଳାକାରକୁ ଆମେ ଚୁକ୍ତି କରିକି ନେଇ ଆସିନୁ କିମ୍ବା କିଏ ବର୍ଷେ ଏଗ୍ରିମେଣ୍ଟ କେଉଁଠି କରିଥିବେ ଆମେ ନେଇ ଆସୁ ଏମିତି କୌଣସି ଇଏରେ କରୁନୁ। ଆମେ ଦେଖିଲୁ ଯେଉଁ କଳାକାର ଆଭେଲେବୁଲ୍ ମାର୍କେଟରେ ଅଛନ୍ତି ଯାହାକୁ ନେଇ ଗୋଟେ ଭଲ ଦକ୍ଷ ଟିମ୍ କରିହେବ ଆମେ କାହାକୁ କ୍ଷତି ନ ପହଞ୍ଚେଇକି ଗୋଟେ ମାନେ କୁହନ୍ତିନି ଗୋଟେ ଭଲ ବାତାବରଣ କ୍ରିଏଟ୍ କରିକି ଆମେ ଆମ ଟିମ୍ଟାକୁ କ୍ରିଏଟ୍ କରୁଛୁ ଆମ ଟିମ୍ଟାକୁ ଗଢ଼ିଛୁ। କିନ୍ତୁ ବହୁତ ଲୋକ ବହୁତ କଥା କହିଛନ୍ତି ଆଜ୍ଞା ନୂଆ ପାର୍ଟି ହେଉଛି ବୋଲି ବହୁତ ମାନେ ପଛରେ ଯେଉଁ କୁହନ୍ତୁନି ମାନେ ମୁଁ ଫିଲ୍ କରୁଛି ପ୍ରଥମ ଗୋଟେ ନୂଆ ମାଲିକ ହିସାବରେ ମାନେ ଆମେ ଯେତେବେଳେ ଗୋଟେ ଟିମ୍ କ୍ରିଏଟ୍ କରିବାକୁ ଚାହୁଁଛୁ ବହୁତ ଲୋକ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ଏଇଟା ଆମେ ରିଏଲାଇଜ୍ କରୁଛୁ। କିନ୍ତୁ ମୁଁ ଗୋଟିଏ କଥା କହିବି ଅପେରା ସୂର୍ଯ୍ୟବଂଶୀ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନାଁରେ ଏଇଟା ଏବେ ପାର୍ଟି ହେଇଛି। ମୁଁ କହୁଛି ମୁଁ ନୁହଁ ନେକ୍ସଟ ଯେତେ ଦିନ ପର୍ଯ୍ୟନ୍ତ ଆମ ପାଖରେ ସେତିକି ବଳ ଥିବ କିମ୍ବା ଆମ ସବଳ ଥିବ ଆମ ପାର୍ଟିକି ଏମିତି ଚଲେଇବୁ। କେହି ଆସିଲେ ବି ସୂର୍ଯ୍ୟବଂଶୀର କିମ୍ବା ସୂର୍ଯ୍ୟବଂଶୀ ପରିବାରର କିଛି କ୍ଷତି କରିପାରିବେ ନାହିଁ। କାରଣ ଆମେ ସବୁବେଳେ ପରିପୂରକ ଭାବରେ ଆମେ ସବୁବେଳେ ପଜିଟିଭ୍ ମାଇଣ୍ଡ ସେଟ୍ ନେଇକି କାମ କରୁଛୁ। ଆଉ ଆମର ଇଚ୍ଛା ଓଡ଼ିଶାର ଯାତ୍ରା କଳା ଆଗକୁ ଯାଉ ଓଡ଼ିଶାର ଲୋକକଳା ଆଗକୁ ଯାଉ ଓଡ଼ିଶାର ସଂସ୍କୃତି ଐତିହ୍ୟ ଇତିହାସ ପୁଣି ଥରେ ଆମ ଓଡ଼ିଶାବାସୀ ଦେଖନ୍ତୁ ଆଉ ଯାତ୍ରାକୁ ଲୋକମାନେ ଯେମିତି ପୁଣି ଫେରିଲେଣି ଆମର ଆଶା ଓ ବିଶ୍ୱାସ ସୂର୍ଯ୍ୟବଂଶୀ ତା ଦେହରେ ଆଉ ଟିକେ ପ୍ଲସ୍ ପଏଣ୍ଟ ଆଡ଼୍ କରିବ ଆଉ ନିହାତି ଭାବରେ ବହୁତ ଦର୍ଶକ ପୁଲ୍ କରିବ। ଆଜି ନାଟକ ହେଉଛି ପ୍ରଥମ ନାଟକ ଯୋଉଟା କି ଆଜ୍ଞା ହର ସାର୍ଙ୍କର ଆଜ୍ଞା ଭାଉଜ ଭାଇରାଲ ଆଜ୍ଞା ଗୋଟେ କନସେପ୍ଟ ଅଛି ଭାଉଜ ଭାଇରାଲ କ'ଣ ତାର ପ୍ଲଟ୍ଟା ଏଇଟା କ'ଣ? ଆକ୍ଚୁଆଲି ମୁଁ କହିବି ହରବାରିକ ରାଇଟର ଡିରେକ୍ଟର ଯାହାର ଅଛନ୍ତି ଯେତେବେଳେ ଆମେ ଡିସ୍କସନ୍ କଲୁ ଗୋଟେ ଟ୍ରେଣ୍ଡି ଟାଇଟେଲର ବର୍ତ୍ତମାନ ଟାଇଟେଲ ମାନେ ଆପଣ କିଛି ଦେଖନ୍ତୁ ଗୋଟେ ଟାଇଟେଲ ଯେମିତି ଆପଣଙ୍କୁ ଭଲ ଲାଗିଲା ତାହେଲେ ଆପଣଙ୍କୁ ଇଚ୍ଛା ହେବ ଯିବା ପାଇଁ। କିନ୍ତୁ ଭାଉଜ ଭାଇରାଲ ଯେତେବେଳେ ଆମେ ଟାଇଟେଲଟା ଦେଲୁ ବହୁତ ଲୋକ ଆମକୁ ସପୋର୍ଟ କରିଥିଲେ ଖୁସି ହେଇଥିଲେ ବହୁତ ଲୋକ ବହୁତ କଥା କହିଥିଲେ ଗୋଟେ କ୍ରିଟିସାଇଜ୍ ବି କରିଥିଲେ। ଆମେ ସବୁ ଜିନିଷକୁ ଆମେ କ'ଣ ତାକୁ କୁହନ୍ତି ଆମେ ସବୁ ଜିନିଷକୁ ସମ୍ମାନ ଜଣାଉ ଆମେ ସବୁ ତର୍କ ବିତର୍କ ରହୁ। ମୁଁ ବି କହୁଛି ଯଦି ମୋର ପାର୍ଟିରେ କିଛି ତ୍ରୁଟି ଅଛି ଆପଣ ମୋତେ ଜଣାନ୍ତୁ ନିଶ୍ଚିତ ଭାବରେ ଭୁଲ ଦେଲେ ଆମେ ସୁଧାରିବୁ କାରଣ ମଣିଷ ମାତ୍ରକେ ଭୁଲ ଆଜ୍ଞା। ଆଉ ଆମେ ଭାବୁଛୁ ଟ୍ରେଣ୍ଡି ଟାଇଟେଲକୁ ନେଇଛୁ କିନ୍ତୁ ଆ ଭିତରେ ଯେଉଁ କାହାଣୀଟା ଯିଏ ଭାଉଜ ଭାଇରାଲ ନାଁ ଶୁଣିକି ଆସିବ କ'ଣ ଗୋଟେ ଭାଉଜ ଭାଇରାଲ ଦେଖିବାକୁ ଯିବା ନିହାତି ଗଲାବେଳକୁ ଆଖିରେ ଲୁହ ନେଇକି ଯିବ। ଏ ଷ୍ଟୋରି ଗୋଟେ ଏମିତିଆ ଷ୍ଟୋରି ଆପଣ ସସ୍ପେନ୍ସ ଅଛି ହଁ ଆପଣ ଜାଣିବେ ଆଜ୍ଞା। ତ ଟାଇଟେଲକୁ ନେଇକି ସବୁବେଳେ କ୍ୟାରେକ୍ଟରକୁ ଜଜ୍ କରିବା କିମ୍ବା ବହିକୁ ଜଜ୍ କରିବା ନୁହଁ ଆପଣମାନେ କାହାଣୀ ଦେଖି ଜାଣିପାରିବେ। ଭାଉଜ କାହିଁକି ଭାଇରାଲ ହେଇଗଲା ପରେ ଗୋଟେ ମଣିଷ ନର୍ମାଲ ମଣିଷ ହେଇକି ରୁହେନି ତା ଲାଇଫରେ ବହୁତ ଗୁଡ଼ିଏ ପ୍ରତିବନ୍ଧକ ଆସିପାରେ ଫ୍ୟାମିଲି ହେଲା ରିଲେଟିଭ୍ସ ହେଲେ ନିଜର ପର୍ସନାଲ ଲାଇଫଷ୍ଟାଇଲ ହେଲା ଏ ସବୁ ଜିନିଷକୁ ପାଛେଇ କରିକି ଗୋଟେ ଡେ ଟୁ ଡେ ଲାଇଫରେ ଗୋଟେ ଓମେନ୍ ଗୋଟେ ଲେଡି କେମିତି ନିଜ ଲାଇଫକୁ
ହେଲ୍ପ କରିଦେଇଛି କିମ୍ବା କେମିତି ନିଜ ଲାଇଫ୍ ଷ୍ଟ୍ରଗଲ୍ରୁ ପୁଣି ବାହାରୁଛି ନିଜ ପରିବାର ସମସ୍ତଙ୍କୁ ଆନ୍ସର୍ ଦେଇକି ଏଇଟା ଗୋଟେ କଡ଼ା ଆଉ ନିଆରା ପ୍ରତିଛବି ଓଡ଼ିଶା ଦର୍ଶକମାନେ ଦେଖିବେ ଯାତ୍ରାରେ ନିହାତି ଭାବରେ ବହୁତ ଭଲ ପାଇବା ଦେବେ ବହୁତ ପ୍ରଶଂସା ସାଉଣ୍ଡ ଦେବୁ ମୁଁ ଆପଣଙ୍କୁ ଏଇଥିପାଇଁ କହୁଛି କାରଣ ଷ୍ଟୋରିଟା ସେମିତି ହେଇଛି ଆପଣମାନେ ଦେଖିଲେ ନିହାତି ଭାବରେ ଜାଣିପାରିବେ ଭେଟରିଆନ୍ କଳାକାର ମାନେ ଚୁଜ୍ କରିଛନ୍ତି ମାନେ ଆପଣ ଚୁଜ୍ କରିଛନ୍ତି ନା ବଙ୍କିମ ସାର୍ ଚୁଜ୍ କରିଛନ୍ତି? ଆମର ଟିମ୍ ଆମେ ଟିମ୍ ମିଶିକି ଚୁଜ୍ କରୁଛୁ ଆକ୍ଚୁଆଲି ଆମର ଟିମ୍ ଆମେ ଯେତେବେଳେ ଟିମ୍ ତିଆରି କଲୁ ଆମେ 3ଟା ଗ୍ରୁପ୍ କରିଥିଲୁ 3ଟା ଗ୍ରୁପ୍ରେ ଆମେ 1 2 3 1 2 3 କରି ସବୁ କ୍ୟାଟେଗୋରୀରେ ଆମେ ଆର୍ଟିଷ୍ଟମାନଙ୍କୁ ନେଇଥିଲୁ ତା ଭିତରୁ ସ୍କୁଟିନି କରିକି ଏଇ ଟିମ୍ଟା ଆମର ବାହାରିଲା ଆଉ ମୋତେ ତ ଭଲ ଲାଗୁଛି ଦର୍ଶକମାନଙ୍କୁ ବି ବହୁତ ଭଲ କମେଣ୍ଟସ୍ ଅଛି ଆଇ ହୋପ୍ କି ଆଗକୁ ବହୁତ ଭଲ ହଉ ଏଥର ତ ଆମେ ଦେଖନ୍ତୁ ନୂଆ ପାର୍ଟି ମାନେ 4ଟା ନୂଆ ନାଟକ କରିବାକୁ ପଡ଼ିବ ବାଉନ 3ଟା କରି ବାହାରି ଯିବାର କିଛି ପ୍ରୟାସ ନାହିଁ କିମ୍ବା ଆମେ ଚାହୁଁନୁ ସର୍ଟକଟ୍ ନେବା ପାଇଁ ଆରାମସେ ଆମର 22 ତାରିଖରୁ ଆଖଡ଼ା ଆରମ୍ଭ ହେଲା ଆମେ ଆରାମସେ ଅଗଷ୍ଟ 15 ଯାଏଁ ଆଖଡ଼ା କରିବୁ ଆଖଡ଼ା କରିକି ବାହାରିବୁ ନାଇଁ ସୁଟ୍ ଯେତିକି ଦରକାର ଯଦି ଏଲ୍ଇଡି ୟୁଜ୍ କରୁଛୁ ଆମେ ଯେତିକି ସୁଟ୍ ପାଇଁ ଦରକାର ସେତିକି ହିଁ ୟୁଜ୍ କରିବୁ ଯେତିକି ଦରକାର ନାହିଁ ସେତିକି ୟୁଜ୍ କରିବୁ ନାହିଁ ବାକି ଯାହା ରହିବ ମାନେ ଯେମିତି ଲୋକମାନଙ୍କ ଡିମାଣ୍ଡ ହଁ ଯେମିତି ଲୋକମାନଙ୍କ ଡିମାଣ୍ଡ ହେଲା ଲାଇକ୍ ଗୋଟେ ଝୁପୁଡ଼ି ଘରୁ ଗୋଟେ ହିରୋଇନ୍ଟା ଦୌଡ଼ିକି ଆସୁଛି ତ ସେଇଟା ଏଲ୍ଇଡିରେ ନିହାତି ଯିବା ଦରକାର ବ୍ୟାକ୍ଗ୍ରାଉଣ୍ଡରେ ଏଲ୍ଇଡି ଯେହେତୁ ଅଛି ଆମ ପାଖେ ସ୍କୋପ୍ ଅଛି ତ ଆମେ ଝୁପୁଡ଼ି ଘରଟା ଦେଖିବୁ ତା ମାନେ ନୁହଁ ହିରୋଇନ୍ ଯାଇକି ଗାଁରୁ ଦୌଡ଼ିକି ଆସିବ ଆମେ ଗାଁ ସୁଟ୍ କରିକି ଆଣିକି ଅଧଘଣ୍ଟାର ଏଠି ଦେଖେଇକି କିଛି ତାର ମାନେ ନାହିଁ ଆଜ୍ଞା ଯେତିକି ଦରକାର ଯେତିକି ଆବଶ୍ୟକ ସେତିକି ଦେଖେଇବୁ କାରଣ ଏଲ୍ଇଡିଟା ୟୁଜ୍ କରୁଛୁ ଯେତେବେଳେ 25-30 ଲକ୍ଷ ଟଙ୍କା ଖର୍ଚ୍ଚ କରିକି ତ ସେଇଟା ନିହାତି କରିବାକୁ ପଡ଼ିବ ଆଜ୍ଞା ବଜେଟ୍ ଆଜ୍ଞା ଦେଖନ୍ତୁ ଏଇଟା ହେଉଛି ଗୋଟେ କୂଅ ଆକ୍ଚୁଆଲି ବୁଝିଲେ ନା ଯାତ୍ରାପାଟି ଗୋଟେ କୂଅ ଆପଣ ଯେତେ ଟଙ୍କା ଖର୍ଚ୍ଚ କରିବେ ସେତେ ଟଙ୍କା ଖର୍ଚ୍ଚ ହେଇଯିବ ତ ବଜେଟ୍ ଆପ୍ରୋକ୍ସିମେଟଲି ଆପଣଙ୍କୁ 7 to 8 crores ଭଳି ଆପଣଙ୍କୁ ଲାଗିଯିବ ଗୋଟେ ସୁପର ଏକ୍ସପ୍ରେସ୍ ପାର୍ଟି କରିବା ପାଇଁ ନିରାଟ ସତ କଥା ଯଦି ଆପଣ ଚାହିଁବେ ମୁଁ 25 କୋଟି ଖର୍ଚ୍ଚ କରିବି ତାହେଲେ କିଛି ବର୍ଣ୍ଣନା ନାହିଁ ଆଜ୍ଞା କରିପାରିବେ ଆପଣ ଏ ଅନୁଷ୍ଠାନରେ ଯେତେ ହଁ ପଇସା ଆପଣ ଭରିଲେ ବି କିଛି ଯାତ୍ରା ପାର୍ଟିରେ ଆପଣ ଯେତେ ଟଙ୍କା ଖର୍ଚ୍ଚ କରିବେ ଆପଣ ଯେତେ ଆରାମସେ ଖର୍ଚ୍ଚ ହେଇଯିବ ଆଉ ଲୋକମାନେ ବି ତାର ମଜା ନେବେ କିନ୍ତୁ ଆକ୍ଚୁଆଲି ଯେହେତୁ ଗୋଟେ ବିଜନେସ୍ ମାଇଣ୍ଡ ସେଟ୍ରେ ଆମେ ସବୁ ବାହାରିଛୁ ଯେତିକି ଆପଣମାନେ ଦେଖିବେ ଓଡ଼ିଶାରେ ସବୁଠୁ ବଡ଼ ଏଲ୍ଇଡି ହେଉଛି ଆମର ଆମ 3ଟା ଏଲ୍ଇଡି ଲାଗିଛି କିନ୍ତୁ ମେନ୍ ଏଲ୍ଇଡି ସବୁଠୁ ବଡ଼ ତ ସେ ଯେଉଁ ଜିନିଷ କରିହେବ ଯେଉଁ ଜିନିଷ ଆମେ ଟିକେ ୟୁନିକ୍ ଚାହିଁଛୁ କରିବା ପାଇଁ ଆମ ପାଖରେ ବର୍ତ୍ତମାନ ଆପଣ ଦେଖିବେ ମେନ୍ ଷ୍ଟ୍ରିମ୍ ସିଙ୍ଗର ଯେଉଁମାନେ ଅଛନ୍ତି ଆପଣମାନେ ଯେତେବେଳେ ସିଙ୍ଗର ଆସିକି ମେଲୋଡ଼ି ପାଇଁ ଆସନ୍ତି ଗୋଟେ ମେନ୍ ଷ୍ଟ୍ରିମ୍ ସିଙ୍ଗର ରଖନ୍ତି ବାକି ଗୋଟେ ସପୋର୍ଟିଂ ସିଙ୍ଗର ରଖନ୍ତି କିନ୍ତୁ ଆମେ 3ଟା ମେନ୍ ଷ୍ଟ୍ରିମ୍ ସିଙ୍ଗର ନେଇଛୁ ଭାସିସ୍କି ନେଇଛୁ ଲିପୁ ବାବୁଙ୍କୁ ନେଇଛୁ ବିକାଶକୁ ନେଇଛୁ ବଡ଼ ବଡ଼ ପାର୍ଟିରେ ଥିଲେ ଭଲ ସିଙ୍ଗର ନିହାତି ନେବାର କାରଣ ହେଲା ଏଇଆ ଗୋଟେ ଆର୍ଟିଷ୍ଟ ଗୋଟେ ଦର୍ଶକ ଯେତେବେଳେ ଯାତ୍ରା ଦେଖିବାକୁ ଆସେ ମେଲୋଡ଼ିକୁ 60% ଲୋକ ପ୍ରାଧାନ୍ୟ ଦିଅନ୍ତି ଆମେ ବି ସେମିତି ପ୍ରାଧାନ୍ୟ ଦେଇଛୁ କାରଣ ମେଲୋଡ଼ିଟା ଭଲ ହେଲା ପରେ ସେ ଲୋକ ମେଲୋଡ଼ି ଦେଖିକି ପୁଣି ବହି ଦେଖିବା ପାଇଁ କିଛି ସମୟ ରହିବ ଯଦି ଆଉ ଡେଫିନେଟଲି ବହି ଭଲ ହେଲେ ଲୋକ ନିହାତି ରହିବେ ତ ସେଇ ପ୍ରଚେଷ୍ଟା ମେଲୋଡ଼ି ଆଇଟମ୍ ସଙ୍ଗ ନୁହଁ ଆକ୍ଚୁଆଲି କ'ଣ କହିଲେ ଲୋକମାନଙ୍କ ନଜର ହେଉଛି ଟ୍ରେଣ୍ଡି ଡ୍ୟାନ୍ସିଂ ଡ୍ୟାନ୍ସ ନମ୍ବର ଗୋଟେ କୁହନ୍ତି ତାକୁ ଆମେ ଏବେ ଆଇଟମ୍ କରିଦେଉଛୁ ତ ବର୍ତ୍ତମାନ ଡ୍ୟାନ୍ସ ନମ୍ବର ଗୀତ ନିହାତି ହେବ ଆଉ ଆମେ ବହୁତ ଭଲ ଭଲ ପିଲା ଡ୍ୟାନ୍ସର୍ସ ନେଇକି ଆସିଛୁ ବହୁତ ଭଲ ଭଲ ପିଲା ଡ୍ୟାନ୍ସର ନେଇକି ଆସିଛୁ 36 ପୁଅ 16 ପୁଅ 16 ଝିଅ ଅଛନ୍ତି ଆଉ ବି କିଛି ଅଲଗା ଜିନିଷ ଗୋଟେ ମୁଁ ରିଭିଲ୍ ଏବେ କରିବିନି ହେଲା ପରେ ରିଭିଲ୍ କରିବି ବହୁତ ଗୋଟେ ପ୍ଲାନିଂ ଅଛି ରେକର୍ଡ଼ ଡ୍ୟାନ୍ସ ମେଲୋଡ଼ିକୁ ନେଇକି ସେସବୁ ଜିନିଷ ଟିକେ ତିଆରି କରିବୁ ଏଇ ଯେଉଁ ନିଆଁ ସର୍କସ୍ ବାଡ଼ିଆ ପିଟା ଏସବୁ ଜିନିଷରୁ ଟିକେ ଦୂରେଇକି ରହିବୁ କାରଣ ଆର୍ଟିଷ୍ଟ ମାନେ ତାଙ୍କର ବି ଗୋଟେ ପର୍ସନାଲ ଲାଇଫ୍ ଅଛି ଖାଲି ଆକ୍ସିଡେଣ୍ଟ ଯେମିତି ନ ହେବ ସେଇ ହିସାବରେ ତାଙ୍କ ସେଫ୍ଟିକୁ ନଜର ରଖିକି ନିହାତି ଭାବରେ ସବୁ ପ୍ରିକସନ୍ ନେଇକି ବହୁତ ଭଲ ଭାବରେ ରେକର୍ଡ଼ ଡ୍ୟାନ୍ସ ମେଲୋଡ଼ି ନିହାତି ଭାବରେ କ୍ରିଏଟ୍ ଆଜ୍ଞା ହଁ ମୋ ଏବେ ତ ଆମ ପାଖରେ ସିନେ କଳାକାର କ'ଣ ମୋ ସିନେ କଳାକାରମାନଙ୍କର ଆସିଥିଲା କିନ୍ତୁ ବର୍ତ୍ତମାନ ଆମେ ଅଲରେଡ଼ି ଟେଲିଭିଜନ ସିନେମାରୁ ଦେଇଛୁ 4ଟା ଆର୍ଟିଷ୍ଟ ଆମ ପାଖରେ ଅଛନ୍ତି ସନ୍ଧ୍ୟା ଅଛନ୍ତି ମିଲନ ସାରା ଅଛନ୍ତି ଡ୍ୟାନି ଅଛନ୍ତି ବିଗତ ଦିନ ସେ ବି ଯାତ୍ରାବାଟିରେ କାମ କରିକି ଆସୁଛନ୍ତି ତ 4 ଜଣ ଯେହେତୁ ଟେଲିଭିଜନ କଳାକାର ଅଛନ୍ତି ବାକି ସମସ୍ତେ ଯାତ୍ରା କଳାକାର ଅଛନ୍ତି ନିହାତି ଭାବରେ ଟିମ୍ଟା ବହୁତ ଭଲ ହେଇଛି ଆଉ ଆଇ ହୋପ୍ ଆଗକୁ ଠାକୁରଙ୍କ ଦୟାରୁ ମାଙ୍କ ଦୟାରୁ ବହୁତ ଭଲ ହେବ ଆପଣମାନଙ୍କ ଭଲ ପାଇବା ଦରକାର 2025-26ରେ ଉତ୍କଳ ରଙ୍ଗମଞ୍ଚ ହେଇଥିଲା ଆଜ୍ଞା ଆଜ୍ଞା କେମିତି କ'ଣ ଅନୁଭୂତି କୁହନ୍ତୁ? ନିହାତି ଭାବରେ ମୁଁ କହିବିନି ଦର୍ଶକ ସମାଜ କହିଛନ୍ତି ଦର୍ଶକ ସମାଜ ପ୍ରୁଭ୍ କରିକି ଦେଖେଇଛନ୍ତି ଆଜ୍ଞା ଡିସିପ୍ଲିନ୍ ୱେରେ ଅକ୍ଟୋବର ମାସରେ ନଭେମ୍ବର ମାସରେ ଆମେ ପାର୍ଟି ବାହାର କଲୁ ମାନେ ପିସଫୁଲି ଆମେ କମ୍ପ୍ଲିଟ୍ କଲୁ ଆମର ମେ ମାସ ଲାଷ୍ଟ ପର୍ଯ୍ୟନ୍ତ କାରଣ ଯେହେତୁ ସୂର୍ଯ୍ୟବଂଶୀ ବାହାରିବାର ଥିଲା ତ ମେ ମାସ ଲାଷ୍ଟ ଆମେ ପାର୍ଟିକି ବନ୍ଦ କଲୁ ଜଷ୍ଟ ବିକଜ୍ ଅଫ୍ ଏପଟେ ଫୋକସ୍ କରିବାର ଥିଲା ମୋତେ
मे मास लास्ट आम पार्टी बंद करके गोटे मास एपट देखिए सूर्यवंशी फुल फेस बाहर करी बोली मे मास लास्ट आम पार्टी बंद कर वर्षा पवन बहुत होता तो जेहेतु उत्कल रंगमंच चलला बहुत भल चलला रेस्पन्स बहुत भल अच्छे आप देखिए ओडार पूरपल्ली में उत्कल रंगमंचर ना बहुत लोक मैंने जानते उत्कल रंगमंच गोटे पार्टी अच्छी बोली ମୁଁ କହୁଛି ଯୋଉଠି ବଡ଼ ବଡ଼ ଏ କ୍ଲାସ୍ ପାର୍ଟି ଯାତ୍ରା ଫେଲ୍ କରୁଛି ଆଜ୍ଞା ମୁଁ ଗୋଟିଏ କଥା କହୁଛି ମୁଁ ବାହାଦୁର ମାରି କହୁନି କିନ୍ତୁ ଗୋଟିଏ ଦିନ ବି ଯାତ୍ରା ଫେଲ୍ ହେଇନି 9 ମନ୍ଥସ୍ ଭିତରେ 8 ମନ୍ଥସ୍ ଭିତରେ ଗୋଟିଏ ଦିନ ଆମ ଯାତ୍ରା ଫେଲ୍ ହେଇନି ହଁ ଦୈବ ଦୁର୍ଘଟଣା ଅଲଗା କଥା କିନ୍ତୁ ଆମ ମାନେ ଯଦି ସବୁ ଜିନିଷ ଭଲ ଥିବ ଯାତ୍ରା ହେବା କଥା ହେବ ଇଭେନ୍ ଆମେ 300 କିଲୋମିଟର ଆସିକି ଯାତ୍ରା କରୁଛୁ ଏଇଟା ଗୋଟେ ସବୁଠୁ ବଡ଼ ଆଚିଭମେଣ୍ଟ ଆମ ପାଇଁ ଲାଭ କ୍ଷତି ଅଲଗା କଥା କିନ୍ତୁ ଲୋକମାନଙ୍କୁ ଡିସଆପଏଣ୍ଟ ନ କରିବା ଲୋକମାନଙ୍କ ଭରସାରେ ଥିବା 9 ମାସ 8 ମାସରେ ଛୋଟିଆ କଥା ନୁହଁ ନୂଆ ରୂପ ନୂଆ ରଙ୍ଗରେ ଆସୁଛି ସୂର୍ଯ୍ୟବଂଶୀ ଆଜ୍ଞା ଅଡିଏନ୍ସଙ୍କ ପାଇଁ କ'ଣ ରହିବ ଯାତ୍ରା ପ୍ରେମୀଙ୍କ ପାଇଁ କ'ଣ ରହିବ ମେସେଜ ନିହାତି ଭାବରେ ଦେଖନ୍ତୁ ମେସେଜ ହେଉଛି ଏଇଆ ଆପଣମାନେ ଆସନ୍ତୁ ଆଖଡ଼ା ଘରେ ଆଗ ଦେଖନ୍ତୁ ମୁଁ ଉତ୍କଳ ରଙ୍ଗମଞ୍ଚରେ ବି କହିଥିଲି ଏବେ ବି କହୁଛି ଛୁଚିଠୁ ଛାତ ପର୍ଯ୍ୟନ୍ତ ଆଜ୍ଞା ସବୁ ନୂଆ ଉତ୍କଳ ରଙ୍ଗମଞ୍ଚ ଗୋଟେ ଜିନିଷ ୟୁଜ୍ ହେଇନି ଏଠି ସବୁ ଜିନିଷ ନୂଆ ଉତ୍କଳ ରଙ୍ଗମଞ୍ଚ ସେଟଅପ୍ ପୁରା ଅଛି ସେଇଟା ବହୁତ ହୁଏ ଆମେ ପ୍ଲାନ୍ କରୁଛୁ ଏଇଟା ବାହାରିଲା ପରେ ବାହାର କରିପାରୁ ନ ବାହାର ତାର କିଛି ବର୍ତ୍ତମାନ ପ୍ଲାନିଂ ହେଇନି ମାସେ ପରେ ପ୍ଲାନିଂ ହେବ ଆପଣ ଏବେ ଦେଖିବେ ପେଣ୍ଡାଲ ଆମର ନୂଆ ୟୁନିକ୍ ଷ୍ଟାଇଲ୍ରେ ପେଣ୍ଡାଲ ବନେଇଛୁ गेट कम भी चलती बाकी साउंड लाइट सब जिनस आप देखिए नुआ आम ये आनुँ यंग जेनेरेशन मैंने बेसी साजसजा पर गुरुत्व दौरान से आम बेसिकली ये सब जिन जिते आखि दृश्य हम जिते हाँ आई कैचिंग हम से दौन लोकटा आसिक 300 टका नष्ट न करूँ बसिक फिल हो 300 टका टिकेट खर्च कर 300 टका जिन देखुची आज्ञा हाँ 3-4टा पार्टी कंटाक्ट कर जेहेतु डिसाइड करूँ कौन करूँ कौन नहीं आखड़ा भितर फाइनाल ऑलमोस्ट आज्ञा ठाकुर दया आपण मन भल पाया निहाती आम प्रचेषा तो आमर अच्छी तेणिक धन्यवाद सुनील बाबू। आज्ञा